ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଓଡ଼ିଶାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ଚାଷୀ ଭାଇ ଭଉଣୀମାନଙ୍କୁ ପ୍ରଦାନ କରାଯାଏ, ଏଥର ଅକ୍ଷୟ ତୃତୀୟା ଅବସରରେ ଯେଉଁ ସିଏମ୍ କିଷାନ ଯୋଜନାର ଟଙ୍କା ଆସିଲା ପରେ ରାଜ୍ୟରେ ପ୍ରାୟ 10 ଲକ୍ଷ ହିତାଧିକାରୀଙ୍କୁ ସିଏମ୍ କିଷାନ ଯୋଜନାରୁ ବର୍ତ୍ତମାନ ବାଦ୍ ଦିଆଯାଇଛି। ତା ସହିତ ଯେଉଁମାନେ ନୂଆ ଆବେଦନ କରିଥିଲେ ଏବଂ ସେମାନଙ୍କର ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ନଥିବା କାରଣରୁ ବର୍ତ୍ତମାନ ସେମାନଙ୍କୁ ମଧ୍ୟ ସିଏମ୍ କିଷାନ ଯୋଜନାର ସହାୟତା ରାଶି ମିଳିପାରିଲା ନାହିଁ। ତେଣୁ ଏହାରି ଉପରେ ଆପଣମାନଙ୍କର ବହୁତ ସାରା ଯାହାକି ଡାଉଟ୍ ରହୁଛି, ବହୁତ ସାରା କମେଣ୍ଟ ମଧ୍ୟ ରହୁଛି। କାରଣ ଦେଖନ୍ତୁ ସିଏମ୍ କିଷାନ ଯୋଜନାର ପୂର୍ବ ଗାଇଡଲାଇନ୍ ଏବଂ ବର୍ତ୍ତମାନର ଯେଉଁ ଗାଇଡଲାଇନ୍ ସରକାରଙ୍କ ତରଫରୁ କରାଯାଇଛି, ସେଥିରେ ମ୍ୟାକ୍ସିମମ୍ ହିତାଧିକାରୀଙ୍କ ବାଦ୍ ପଡ଼ିଛନ୍ତି। ଏହା ସହିତ କେବଳ ସେଇ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି କଥା ନୁହଁ, ଏହା ସହିତ ବିଭିନ୍ନ ରିଜିନ୍ ପାଇଁ ମଧ୍ୟ ବର୍ତ୍ତମାନ ଆପଣମାନଙ୍କର କଟିଛି। ଯେମିତିକି ଯଦି ଆପଣମାନଙ୍କର ରାସନ କାର୍ଡ ନାହିଁ, ଆପଣମାନଙ୍କର ପରିବାରରେ କୌଣସି ବ୍ୟକ୍ତି ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍ତି ବା ଆପଣମାନଙ୍କର ଫ୍ୟାମିଲିରେ କିଏ ଇନକମ୍ ଟ୍ୟାକ୍ସ ଦେଉଛନ୍ତି, ଏହିସବୁ କାରଣ ପାଇଁ ମଧ୍ୟ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରୁ ଚାଷୀ ଭାଇ ଭଉଣୀମାନଙ୍କର ନାଁ କଟିଛି। ତ ଯଦି ଆପଣମାନଙ୍କର ସିଏମ୍ କିଷାନ ଯୋଜନାରେ ଏହିସବୁ ନିୟମ ବା ଏହିସବୁ କାରଣରୁ ନାଁ କଟିଛି, ତାହେଲେ ଆପଣମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଅଛି। ବିଭିନ୍ନ ସମୟରେ ଆପଣମାନେ ଆମକୁ ବହୁତ ସାରା କମେଣ୍ଟ କରୁଛନ୍ତି, ଟେଲିଗ୍ରାମରେ ମଧ୍ୟ ବହୁତ ସାରା ଭାଇମାନେ ନିଜର ସ୍କ୍ରିନଶଟ୍ ସେୟାର କରୁଥିଲେ। ଏମିତି ମଧ୍ୟ ହେଇଛି ଯୋଉଟା କି ଗୋଟେ ଗରିବ ପରିବାରରେ ଯାହାଙ୍କ ପାଖରେ ସିଏମ୍ କିଷାନ ପାଇବା ପାଇଁ ଏଲିଜିବୁଲ କ୍ରାଇଟେରିଆ ଅଛି, କିନ୍ତୁ ତାଙ୍କୁ ଗଭର୍ଣ୍ଣମେଣ୍ଟ ସର୍ଭିସ ବା ଇନକମ୍ ଟ୍ୟାକ୍ସ ପ୍ରଦାନ କରୁଛନ୍ତି ବୋଲି ଦର୍ଶାଇ ତାଙ୍କର ନାମ ସିଏମ୍ କିଷାନ ପୋର୍ଟାଲରୁ କଟିଯାଇଛି। ତ ଏହି ସବୁ ଯଦି ଭୁଲରେ ଆପଣମାନଙ୍କର ନାଁ କଟିଛି, ତାହେଲେ ଆପଣମାନେ କେମିତି ପୁଣି ଥରେ ସିଏମ୍ କିଷାନ ଯୋଜନାରେ ଯୋଡ଼ି ହୋଇପାରିବେ, ସେ ନେଇ ଆପଣମାନଙ୍କୁ କ'ଣ କ'ଣ କରିବା ପାଇଁ ପଡ଼ିବ, ଆସନ୍ତୁ ଆଜିର ଏହି ଭିଡ଼ିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ସର୍ବପ୍ରଥମେ ଦେଖନ୍ତୁ ଆପଣମାନଙ୍କର ଗୋଟେ ଡାଉଟ୍ ବର୍ତ୍ତମାନ ମଧ୍ୟ ରହିଛି ଯେ ସିଏମ୍ କିଷାନରେ ନୂଆ ପଞ୍ଜୀକରଣ କେବେ ହେବ। ଦେଖନ୍ତୁ ସିଏମ୍ କିଷାନର ନୂଆ ପଞ୍ଜୀକରଣ ଆପଣମାନଙ୍କର ଜୁନ୍ ପହିଲାରୁ ଯାଇକି ଆରମ୍ଭ ହେବ। ବର୍ତ୍ତମାନ ପୋର୍ଟାଲରେ ବହୁତ କିଛି ଚେଞ୍ଜେସ୍ ହେଉଛି, ଯେମିତିକି ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ପାଇଁ ଆପଣମାନଙ୍କର ପୋର୍ଟାଲ ବର୍ତ୍ତମାନ ସୁଦ୍ଧା ଏଲିଜିବୁଲ ହେଇନାହିଁ। କେମିତି ତାକୁ ମର୍ଜ କରାଯିବ ସେ ନେଇ ପୋର୍ଟାଲରେ ଯାଇକି ମେଣ୍ଟେନାନ୍ସ ଅଛି। ତେଣୁ ଜୁନ୍ ମାସ ପ୍ରଥମ ସପ୍ତାହରୁ ଆପଣମାନଙ୍କର ଆବେଦନ ଆରମ୍ଭ ହୋଇଯିବ। ତା ପୂର୍ବରୁ ଯେଉଁମାନେ ନୂଆ ରେଜିଷ୍ଟ୍ରେସନ କରିବେ, ଯଦି ଆପଣମାନଙ୍କର ଏଗ୍ରି ଷ୍ଟକ୍ର ଫାର୍ମର ଆଇଡି ନାହିଁ, ତାହେଲେ ଜଲ୍ଦି ଜଲ୍ଦି ଏଗ୍ରି ଷ୍ଟକ୍ର ଫାର୍ମର ଆଇଡି ଆପଣମାନେ କରେଇ ନିଅନ୍ତୁ। ଏବେ ଦେଖନ୍ତୁ ଯେଉଁମାନଙ୍କର ପୂର୍ବରୁ ଟଙ୍କା ଆସୁଥିଲା କିନ୍ତୁ ଏଥର ସେମାନଙ୍କର ଟଙ୍କା ଆସିନାହିଁ ଏବଂ ଆପଣମାନଙ୍କର ଷ୍ଟାଟସ୍ ବର୍ତ୍ତମାନ ଯେତେବେଳେ ଆପଣମାନେ ଚେକ୍ କରୁଛନ୍ତି, ସେତେବେଳେ ଆପଣମାନଙ୍କର କ'ଣ ଶୋ କରୁଛି ନା ମୁଁ ଆପଣମାନଙ୍କୁ ଗୋଟେ ଲାଇଭ୍ ମଧ୍ୟ ଦେଖଉଛି। ଏଠି ଦେଖନ୍ତୁ ଗୋଟେ ହିତାଧିକାରୀଙ୍କର ଷ୍ଟାଟସ୍ ବର୍ତ୍ତମାନ ଆମେ ଚେକ୍ କରିବା, ଯିଏକି ପୂର୍ବରୁ ସମସ୍ତ କିସ୍ତିର ଟଙ୍କା ପାଉଥିଲେ ଏବଂ ତାଙ୍କର ଯଦି ଆମେ କରେଣ୍ଟ ଷ୍ଟାଟସ୍ ଦେଖିବା, ସବୁ କିଛି ଆପଣମାନଙ୍କର କମ୍ପ୍ଲିଟେଡ୍ ଅଛି। କିନ୍ତୁ ଯଦି ଆମର ଏଲିଜିବିଲିଟି ବିଷୟରେ ଦେଖିବା, ତାହେଲେ ଏଠି ତାଙ୍କର କ'ଣ ଶୋ କରୁଛି ଦେଖନ୍ତୁ, ଇନ୍ ଏଲିଜିବୁଲ ବୋଲି ଶୋ କରୁଛି। ତେଣୁ ଯେଉଁମାନଙ୍କର ଇନ୍ ଏଲିଜିବୁଲ ଶୋ କରୁଛି ଏବଂ ରିଜିନ୍ ଦେଖନ୍ତୁ କ'ଣ ଦିଆଯାଇଛି ନା ୟୁ ଅର୍ ୟୋର ଫ୍ୟାମିଲି ବିଲଙ୍ଗସ୍ ଟୁ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି, ଅର୍ଥାତ୍ ଆପଣମାନଙ୍କ ପରିବାରରେ କୌଣସି ଜଣେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଅଛନ୍ତି। କିନ୍ତୁ ଯେଉଁ ହିତାଧିକାରୀଙ୍କର ବର୍ତ୍ତମାନ ମୁଁ ଦେଖାଉଛି, ତାଙ୍କ ପରିବାରରେ କୌଣସି ବ୍ୟକ୍ତିଙ୍କର ଗଭର୍ଣ୍ଣମେଣ୍ଟ ଚାକିରି ନାହିଁ ବା ସେ ନିଜେ ମଧ୍ୟ ଗଭର୍ଣ୍ଣମେଣ୍ଟ ଚାକିରି କରନ୍ତି ନାହିଁ। ତେଣୁ ଏଇ ଯେଉଁ ଭୁଲ ରିଜିନ୍ ପାଇଁ ଆପଣମାନଙ୍କର ରିଜେକ୍ଟ ହେଇଛି, ଏଇଭଳି ବହୁତ ସାରା ଯାହାକି ମୋ ପାଖରେ ଅଛି ଅପଡେଟ୍ ମୁଁ ଆପଣମାନଙ୍କୁ ଦେଖାଉଛି। ଏଇଠି ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ। ଏଇଠି ଦେଖନ୍ତୁ ଜଣଙ୍କର ମୁଁ ସ୍କ୍ରିନଶଟ୍ ଲଗେଇ ଦଉଛି, ଯାହାଙ୍କର 29/4/2026ରେ ଷ୍ଟାଟସ୍ ଚେକ୍ କଲା ପରେ ତାଙ୍କର ଯେଉଁ ରିଜେକ୍ଟର ରିଜିନ୍ ଦେଖନ୍ତୁ କ'ଣ ଶୋ କରୁଥିଲା ନା ୟୁ ଅର୍ ୟୋର ଫ୍ୟାମିଲି ବିଲଙ୍ଗସ୍ ଟୁ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି। କିନ୍ତୁ ଆଉ କିଛି ଦିନ ପରେ ପୁଣି ଥରେ ଦେଖନ୍ତୁ ସେଇ ସମାନ ଲୋକଙ୍କର 11/5/2026ରେ ଚେକ୍ କରିବା ବେଳେ ତାଙ୍କର ଷ୍ଟାଟସ୍ କ'ଣ ଶୋ କରୁଛି ନା ଆପ୍ଲିକାଣ୍ଟ ଅର୍ ହିଜ୍ ଅର୍ ହାର୍ ଫ୍ୟାମିଲି ଇଜ୍ ଏନ୍ ଇନକମ୍ ଅର୍ ପ୍ରଫେସନାଲ ଟ୍ୟାକ୍ସ ପେୟର, ଅର୍ଥାତ୍ ସେ ଟ୍ୟାକ୍ସ ପେ କରୁଛନ୍ତି ବୋଲି ଶୋ କରି ତାଙ୍କର ଯାଇକି ଏଠି ରିଜେକ୍ଟ କରାଯାଇଛି। ତେଣୁ ଏଇଭଳି ବହୁତ ସାରା ପ୍ରୋବ୍ଲେମ ଆପଣମାନଙ୍କର ଯଦି ଅଛି, ତାହେଲେ ଆପଣମାନେ କ'ଣ କରିବେ, ଜୁନ୍ ମାସରେ ଯେଉଁ ନୂଆ ଆବେଦନ ଆରମ୍ଭ ହେବା ପାଇଁ ଯାଉଛି, ଆବେଦନ କରିବା ପୂର୍ବରୁ ଆପଣମାନେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ରେଜିଷ୍ଟ୍ରେସନ କରିବା ସହିତ ଯେଉଁମାନଙ୍କର ଏଇ ପ୍ରୋବ୍ଲେମ ସବୁ ଶୋ କରୁଛି, ସେମାନେ ନିଜ ବ୍ଲକର ଯେଉଁ ଅଧିକାରୀ ଅଛନ୍ତି, ବ୍ଲକ ଏଗ୍ରିକଲଚର ଅଫିସର, ମନେ ରଖନ୍ତୁ ବ୍ଲକ ଏଗ୍ରିକଲଚର ଅଫିସରଙ୍କ ସହିତ ଯୋଗାଯୋଗ ଆପଣମାନଙ୍କୁ କରିବା ପାଇଁ ନିହାତି ପଡ଼ିବ
ଏବଂ ଯୋଗାଯୋଗ କଲା ପରେ ତାଙ୍କର ଲଗ୍ଇନ୍ କରିବା ବା ତାଙ୍କର ଯେଉଁ ପୋର୍ଟାଲ ଅଛି ସେ ତାଙ୍କର ଆଇଡି ଲଗ୍ଇନ୍ କରି ଆପଣମାନଙ୍କର କେଉଁ ରିଜିନ୍ ପାଇଁ କଟିଛି ତାକୁ କେମିତି ସର୍ଟ ଆଉଟ୍ କରିପାରିବେ ସେଇ ସବୁ ଡିଟେଲ୍ସ ସେ ଆପଣମାନଙ୍କୁ ବତେଇଦେବେ। ଯେହେତୁ ଆପଣମାନଙ୍କର ନାଁ ଅଛି ଇନଏଲିଜିବୁଲ ଶୋ କରୁଛି, ଆପଣମାନେ ନୂଆ ଆବେଦନ କଲେ ଆପଣମାନଙ୍କର ଆବେଦନ ହବ ନାହିଁ। ତେଣୁ ଆବେଦନ କରିବା ପୂର୍ବରୁ ଆପଣମାନେ ଥରେ ନିଜ ବ୍ଲକର ଯେଉଁ ଏଗ୍ରିକଲଚର ଅଫିସର ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ଯାହାପରେ ଆପଣମାନଙ୍କର ଆବେଦନ ହେଇପାରିବ। ତା ସହିତ ଯେଉଁ ହିତାଧିକାରୀମାନେ ଭୂମିହୀନ ପରିବାରରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ବହୁତ ଜଣ ଆପଣମାନଙ୍କର କହୁଛନ୍ତି ଯେ ଆମେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ନାହିଁ, ଆମେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ବିନା ଭୂମିହୀନରେ ଆବେଦନ କରିବୁ ଏବଂ ଟଙ୍କା ପାଇଯିବୁ। ଦେଖନ୍ତୁ, ଭୂମିହୀନରେ ଟଙ୍କା ପାଇବା ପାଇଁ ହେଲେ ଆପଣମାନଙ୍କର ବହୁତ ସାରା କ୍ରାଇଟେରିଆ ମଧ୍ୟ ରହିଛି, ଯେମିତିକି ଆପଣଙ୍କର ଜବ୍ କାର୍ଡ଼ ଥିବା ଦରକାର ଏବଂ ସେମାନଙ୍କର ଭେରିଫାଇ ମଧ୍ୟ ହେବ। ପୂର୍ବରୁ ଯଦି ଆପଣମାନଙ୍କର ଘରେ କିଏ ଆବେଦନ କରୁଥିଲେ ବା ଆପଣମାନେ ପୂର୍ବରୁ ଆବେଦନ କରି ଟଙ୍କା ପାଉଥିଲେ, ଏବେ ଆପଣମାନେ ଚାହିଁଲେ ଭୂମିହୀନରେ ଆବେଦନ କରିପାରିବେ ନାହିଁ। ତେଣୁ ଚେଷ୍ଟା କରନ୍ତୁ ଯେତେ ଶୀଘ୍ର ଆପଣମାନେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ବନେଇବେ, ନିଜର ପାର୍ଟିସନ୍ କରିବେ, ନିଜର ଭାଇ ମାନେ ଯେଉଁମାନେ ରହିଛନ୍ତି ତାଙ୍କ ସହିତ ଏ ବିଷୟରେ ଯୋଗାଯୋଗ କରି ନିଜର ବାପାଙ୍କର ବା ଜେଜେବାପାଙ୍କର ନାଁରେ ଥିବା ଜମିକୁ ନିଜ ନାମରେ ଟ୍ରାନ୍ସଫର କରନ୍ତୁ। ତାପରେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇଁ ଆପଣମାନେ ଏଲିଜିବୁଲ ହେବେ। ତେଣୁ ଏହା ଥିଲା ଆଜିର ଅପଡେଟ୍। ତେଣୁ ଜୁନ ମାସରେ ନୂଆ ଆବେଦନ ହେବା ପୂର୍ବରୁ ଯେଉଁମାନଙ୍କର ଏହିସବୁ ପ୍ରୋବ୍ଲେମ୍ ଅଛି ସେମାନେ ଜଲ୍ଦି ଜଲ୍ଦି ସର୍ଟ ଆଉଟ୍ କରନ୍ତୁ, ଯାହାଦ୍ୱାରା କି ଆବେଦନ ସରିବା ସମୟରେ ଆପଣମାନଙ୍କର ଇଜିଲି ଆବେଦନ ହେଇପାରିବ। ଏବଂ ଚ୍ୟାନେଲକୁ ଯଦି ପ୍ରଥମ ଥର ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ୍ କରିବେ ଏବଂ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନଥିଲେ ଡେସ୍କ୍ରିପସନରେ ଥିବା ଲିଙ୍କରେ କ୍ଲିକ୍ କରି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯିବେ। ଧନ୍ୟବାଦ।